ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି ଯେ କେଉଁ ଲୋକମାନେ ରାସନ କାର୍ଡ଼ରେ ଚାଉଳ ପାଇପାରିବେ ଏବଂ କେଉଁ ଲୋକମାନେ ଚାଉଳ ପାଇପାରିବେ ନାହିଁ। ସେଥିପାଇଁ ଆପଣମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ ଏବଂ ନୋଟିଫିକେସନ୍ ଘଣ୍ଟି ବଜାଇବା ନ ଭୁଲିବେ। ଚାଲ ଏବେ ଚ୍ୟାନେଲଟି ନ୍ୟୁଜ୍ଟା ଷ୍ଟାର୍ଟ କରିବା। ନୂଆଦିଲ୍ଲୀ ଭାରତ ସରକାର ଦେଶର ନାଗରିକ ପାଇଁ ଅନେକ ଯୋଜନା ଜାରି ରଖିଛନ୍ତି। ଦେଶର ଅନେକ ଲୋକ ସରକାରୀ ଯୋଜନା ସୁବିଧା ପାଆନ୍ତି, ଯେଉଁଥିରେ ମୁଖ୍ୟତଃ ଗରିବ ଓ ଅଭାବୀ ଲୋକ ଅନ୍ତର୍ଭୁକ୍ତ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ଭାରତ ସରକାର ଏହି ଗରିବ ଓ ଅଭାବୀ ଲୋକଙ୍କୁ ଅତି କମ୍ ଦରରେ ରାସନ ଯୋଗାଉଛନ୍ତି। ସରକାରଙ୍କ ସ୍ୱଳ୍ପ ମୂଲ୍ୟର ରାସନ ଯୋଜନା ଫାଇଦା ନେବାକୁ ଲୋକଙ୍କ ପାଖରେ ଏକ ରାସନ କାର୍ଡ଼ ରହିବା ଆବଶ୍ୟକ। କିନ୍ତୁ ରାସନ କାର୍ଡ଼ଧାରୀଙ୍କ ପାଇଁ ସରକାର ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି। 1 ନଭେମ୍ବର ଏହାକୁ ପୂରଣ ନ କରିଥିବା ହିତାଧିକାରୀଙ୍କ ରାସନ ବନ୍ଦ ହେବ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ସମସ୍ତ ରାସନ କାର୍ଡ଼ଧାରୀଙ୍କ ପାଇଁ ଇ-କେୱାଇସି କରିବା ଆବଶ୍ୟକ। ଖାଦ୍ୟ ଏବଂ ଜନକଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଏହା ସମ୍ପର୍କରେ ସୂଚନା ପୂର୍ବରୁ ପ୍ରକାଶ ପାଇଥିଲା, କିନ୍ତୁ ଏହା ସତ୍ତ୍ୱେ ଅନେକ ରାସନ କାର୍ଡ଼ଧାରୀ ଏହା ବର୍ତ୍ତମାନ ସୁଦ୍ଧା କରିନାହାନ୍ତି। ଯେଉଁମାନେ ଇ-କେୱାଇସି ପ୍ରକ୍ରିୟା ସମାପ୍ତ କରିନାହାନ୍ତି, ସେମାନଙ୍କର ରାସନ ବନ୍ଦ ହେବ। ବିଭାଗ ଦେଇଥିବା ସୂଚନା ଅନୁଯାୟୀ ଇ-କେୱାଇସି ପାଇଁ ଶେଷ ତାରିଖ 31 ଅକ୍ଟୋବର ଭାବରେ ସ୍ଥିର କରାଯାଇଛି। ଯଦି ଜଣେ ରାସନ କାର୍ଡ଼ଧାରୀଙ୍କ 31 ଅକ୍ଟୋବର ସୁଦ୍ଧା ଇ-କେୱାଇସି ପ୍ରକ୍ରିୟା ସମ୍ପୂର୍ଣ୍ଣ ନ କରନ୍ତି, ତେବେ ସେ ଆସନ୍ତା ମାସ ପାଇଁ ରାସନ ପାଇବେ ନାହିଁ। ଏହିପରି ରାସନ କାର୍ଡ଼ଧାରୀଙ୍କ ନାମ ମଧ୍ୟ ରାସନ କାର୍ଡ଼ରୁ ହଟିଯିବ। ଇ-କେୱାଇସି ବିନା ରାସନ କାର୍ଡ଼ ରଦ୍ଦ ହେବ। ଏହାପରେ ଏସବୁ ଲୋକମାନେ ସରକାରଙ୍କ ରାସନ ଯୋଜନାର ଲାଭ ପାଇପାରିବେ ନାହିଁ। ରାସନ କାର୍ଡ଼ ଇ-କେୱାଇସି ବିଷୟରେ ଲୋକଙ୍କ ମନରେ ପ୍ରଶ୍ନ ଆସୁଛି। ସର୍ବଶେଷରେ ସରକାର କାହିଁକି ଇ-କେୱାଇସି କାର୍ଯ୍ୟ କରିଛନ୍ତି? ବାସ୍ତବରେ ଏହିପରି ଅନେକ ଲୋକଙ୍କ ନାମ ରାସନ କାର୍ଡ଼ରେ ପଞ୍ଜୀକୃତ ହୋଇଛି, ଯେଉଁମାନେ ରାସନ କାର୍ଡ଼ ଦ୍ୱାରା ମାଗଣା ରାସନ ପାଇବା ଯୋଜନା ପାଇଁ ଯୋଗ୍ୟ ନୁହନ୍ତି। ସେମାନଙ୍କ ମଧ୍ୟରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଏହି ଦୁନିଆରୁ ଆଉ ନାହାନ୍ତି, ଯେଉଁମାନଙ୍କ ମୃତ୍ୟୁ ଘଟିସାରିଛି, କିନ୍ତୁ ସେମାନଙ୍କର ନାମ ପର୍ଯ୍ୟନ୍ତ ରାସନ କାର୍ଡ଼ରୁ ହଟାଯାଇ ନାହିଁ। ଏବଂ ସୁଭଦ୍ରା ଖାତାକୁ ଗଲା 1 ଟଙ୍କା, ଉପମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। ବର୍ତ୍ତମାନ ସମସ୍ତ ରାସନ କାର୍ଡ଼ଧାରୀଙ୍କୁ ନିଜ ପରିବାର ସଦସ୍ୟଙ୍କ ଇ-କେୱାଇସି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ପଡ଼ିବ। ଏଥିପାଇଁ ତାଙ୍କର ନିକଟତମ ଖାଦ୍ୟ ଯୋଗାଣ ବିଭାଗ କାର୍ଯ୍ୟାଳୟକୁ ଯାଇପାରିବେ। ଯଦି କୌଣସି ସଦସ୍ୟ ଇ-କେୱାଇସି କାର୍ଯ୍ୟ ନ କରନ୍ତି, ତେବେ ତାଙ୍କ ନାମ ରାସନ କାର୍ଡ଼ରୁ ହଟିଯିବ। ଓଡ଼ିଶା ଗଢ଼ିଲା 2 ବନ୍ଦେ ଭାରତ ଏକ୍ସପ୍ରେସ୍। ଚାଲ ଏବେ ଚଢ଼ିକି ବୁଲିବା।